ଆଜ୍ଞା ଏଟା ବାପ ପୁଅର ଗୋଟେ ଭେଳିକି ଆଉ କଣ ବାପ ପୁଅକୁ ବସେଇଦେଲା ତୁଳସୀ ପିନ୍ଧେଇଦେଲା। ଏବେ ତ ଜଣେ କହିଲେ କେଟିଏମ୍ ବାବା ବୋଲି, ମୁଁ ତ ବୁଝିନଥିଲି। ଶୁଣୁ ଶୁଣୁ ସେ ଗୋଟେ କେଟିଏମ୍ ଦାମୀ ମୋଟର ସାଇକେଲ ଚଢିକିରି ସେ ପିଲାଟି କୁଆଡେ ହିରୋଗିରି କରିକିରି ବୁଲେ। ଭଗବାନ ହିରୋଗିରି କରି ବୁଲିବେ, ବ୍ୟବସ୍ଥା ଅଛି କେଟିଏମ୍ ମୋଟର ସାଇକେଲ ଚଢିବେ? ନାଇଁ 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 ସେଇଟା ଢାଲ। ଏମିତି ପ୍ରକାରର ଗୋଟେ ଆପଣ ସାମ୍ନାରେ ଆପଣ ଦେଖିବେ ବିଭିନ୍ନ ଆତ୍ମଘୋଷିତ ବାବାଜୀ, ଆତ୍ମଘୋଷିତ ଠାକୁର ଯୋଉମାନେ, ସେ ବିଭିନ୍ନ କାଇଦା କଟକଣା କରିବେ, ଆପଣ ମାନେ ଭ୍ରମରେ ପଡିବେ। ନାଇଁ ନାଇଁ ଏତେ ନୀତି ନିୟମ ଅଛି, ଅର୍ଥ ଏଙ୍କ ଭିତରେ କିଛି ଈଶ୍ୱରବାଦ ଅଛି। ତେଣୁ ଆପଣଙ୍କୁ ସେଇଟା ଗେଟ୍ ବାହାରୁ ଏଇଟା ଗୋଟେ ବଡ ମୋଟିଭେସନ। ନିରାମିଷ ହେଇଥିବ, ବ୍ରତ ପାଳୁଥିବ, ନାମ ଜପୁଥିବ, ଶୁଦ୍ଧତା ଥିବ, ଏଇଆ ପିନ୍ଧିଥିବ, ସେଇଆ କରୁଥିବ, ଏସବୁ କଲା ପରେ ତାପରେ ଆଜି ଯଦି ସେ ପ୍ରକୃତରେ ସତରେ ଥିଲେ କାହିଁକି ଫେରାର ହେଇଛନ୍ତି? ସେ ପାଣ୍ଡବ ପରିଡ଼ା ଯୋଉ ଲୋକଟି, ସେ କହୁଛି ମୁଁ କାଖେଇଥିଲି, ଉଠେଇଥିଲି, ଟେକିଥିଲି ଯାଜପୁରର ଅମକ ଜାଗାରେ, ଏଠି ବ୍ରହ୍ମକୁଣ୍ଠି ହବ, ସେଠି ଗୋଟେ ଯାଜପୁର ଜିଲ୍ଲାକୁ ବଦନାମ କଲା। ଭଗବତୀ ଶକ୍ତି କ୍ଷେତ୍ର ଯାହା ଭଗବତୀ ମା ବିରଜାଙ୍କର ଯିଏ ହଉଛନ୍ତି ଜଗଦମ୍ବା, ଜଗଧାତ୍ରୀ, ଜଗତ ଜନନୀ ମା ବିରଜାଙ୍କର ଶକ୍ତି ପୀଠକୁ କଳଙ୍କିତ କଲା ଏଇ ଯୋଉ କାଶୀନାଥ ମିଶ୍ର ଆଉ ସେ ଯୋଉ ପାଣ୍ଡବ ପରିଡ଼ା। କଳି ଯୁଗର ଯଦି ଶାସ୍ତ୍ରୀୟ ବୟସ ଆପଣ ମାନେ ଦେଖିବେ, ଭଗବତୀ ଗୀତା ଧର୍ମଶାସ୍ତ୍ର ଅନୁଯାୟୀ 4,32,000 ବର୍ଷ ହଉଛି କଳି ଯୁଗର ବୟସ। ବର୍ତ୍ତମାନ କଳି ଯୁଗକୁ ବୟସ ହେଇଛି 5,126 ବର୍ଷ। ଏଇମାନେ ଗୋଟେ ଆରମ୍ଭ କରିଛନ୍ତି, ଆଜି ନୁହେଁ, ଓଡ଼ିଶାର କିଛି ଜାଗାରେ ସେମାନଙ୍କର ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡ଼ା ଆଡୁ ସେମାନେ ଗୋଟେ ଅପପ୍ରଚାର, ମାଳିକା ଭଳି ଗୋଟେ ବିଶୁଦ୍ଧ ଗ୍ରନ୍ଥର ସେମାନେ ଅପପ୍ରଚାର କରୁଛନ୍ତି ଏବଂ ଯାଇ ଫୁଲ ଗୀତକୁ ବା ନିଜେ ଛନ୍ଦିକିରି କପୋଳ କଳ୍ପିତ କଥାକୁ ମାଳିକା ନାଁରେ କଳିଯୁଗ ଶେଷ ହବ, ସତ୍ୟଯୁଗ ଆସିଯିବ, ଜଗନ୍ନାଥ ମହାପ୍ରଭୁ ଏଇ ଯୋଉ ଯାହା ଆପଣ ପ୍ରଶ୍ନ ପଚାରିଲେ ଖଣ୍ଡଗିରି ବାରିରେ ସେ ଯୋଉ ବୈକୁଣ୍ଠ ଧାମ କରିଥିଲେ, ମୁଁ ସେ କାଶୀନାଥ ମିଶ୍ର ଆଜି ଜାଣିବାକୁ ପାଇଲି, ଠିକ କି ଭୁଲ ମୁଁ କହିପାରୁନି, କିନ୍ତୁ ସେ ବି ବ୍ରାହ୍ମଣ କୁଆଡେ ନୁହଁ, ନିଜର ଜାତି ଆଫିଡେଭିଟ କରି ବ୍ରାହ୍ମଣ ହେଇଛନ୍ତି। ଇଏ ଗୋଟେ କେତେ ବଡ କଳଙ୍କିତ କଥା। ଉଚ୍ଚ ବର୍ଣ୍ଣରେ ଜାତି ଆଫିଡେଭିଟ କରିକିରି ହବା, ତା ସହିତ ନିଜ ପୁଅକୁ, ଜନ୍ମିତ ପୁଅକୁ କଳ୍କି ଅବତାର କହିକି ତା ପାଦରେ ତୁଳସୀ ଚଢେଇବା, ପାଦ ତଳେ ଧର୍ମଗ୍ରନ୍ଥ ଯାହା ସନାତନ ଧର୍ମର ଶ୍ରେଷ୍ଠ ମୂଳ ମାନବିନ୍ଦୁ ଧର୍ମଶାସ୍ତ୍ର ଭଗବତ ଗୀତାକୁ ସେଠି ତା ପାଦ ତଳେ ଥୋଇବେ, କେତେ ମାନେ ଇଏ ଆତଙ୍କବାଦୀଠୁ କିଛି କମ ନୁହେଁ। ଇଏ ବିଧର୍ମୀ ମାନଙ୍କ ଠାରୁ ଆହୁରି ବିଧର୍ମୀ, ଇଏ ଧର୍ମରେ ଗୁମରାହ କରୁଛନ୍ତି। ଏମାନଙ୍କୁ କିଛି ଆବଶ୍ୟକତା ନାହିଁ। କେବଳ ମୁଁ ଭାବୁଛି ପୋଲିସରେ 3rd ଡିଗ୍ରୀ ୟାଙ୍କୁ ଦରକାର। ଗଣତନ୍ତ୍ର ବ୍ୟବସ୍ଥାରେ ଯେ ଧର୍ମକୁ ଗୁମରାହ କରୁଛି, ଏଇ ଯୋଉ ପୋଲିସର 3rd ଡିଗ୍ରୀ ଧୀରେ ବନ୍ଦ ହେଇଯାଇଛି, ଦଣ୍ଡମୁକ୍ତ ଥାନା ହେଇଛି, ସେ ପ୍ରକୃତ ଏଇମାନଙ୍କୁ ସବୁ ଉତ୍ସାହିତ କରୁଛି। ପୋଲିସ ତାଙ୍କୁ ଧରୁ ଏବଂ ତାଙ୍କୁ ସେଇ ଯୋଉ ତାଙ୍କ ଭିତରେ ଗୋଟେ ପରିଡ଼ା ପାଣ୍ଡବ ପରିଡ଼ା, ସିଏ ଗୋଟେ ଭାବୁକ ହେଇକି ତାକୁ ବି ଆପଣ ମାନଙ୍କ ଭଳି ଗଣମାଧ୍ୟମ ଚ୍ୟାନେଲ ମାନେ ତାର ଗୀତ କାଲି ବଜେଇଲେ, ଇଏ ମଧ୍ୟ ମୁଁ ଦୁଃଖ ପରିତାପରେ କହୁଛି ସେ ଲୋକକୁ ଆଦୌ ଉତ୍ସାହିତ କରିବା କଥା ନୁହେଁ। ତାକୁ ତେନ୍ତୁଳି ଛାତରେ ପିଟା ଦରକାର। ସେ ପାଣ୍ଡବ ପରିଡ଼ାକୁ ଯଦି 3rd ଡିଗ୍ରୀ ହବ, ସବୁ ଗୁମର ବାହାରକୁ ବାହାରିବ। କେତେ ଲୋକଙ୍କୁ ଏମାନେ ମାନେ ଶାନ୍ତ ସରଳ ଲୋକଙ୍କୁ ବିଭିନ୍ନ ପ୍ରକାରର କପୋଳ କଳ୍ପିତ କଥା କହିକିରି ଏମାନେ ଗୋଟେ ଗୋଟେ ଭଲ ମୋଟିଭେଟର, ଯେମିତି ବିଭିନ୍ନ ପ୍ରକାର ଇନ୍ସୁରାନ୍ସ ଏଜେଣ୍ଟ ମୋଟିଭେସନ କରିକିରି ଆପଣଙ୍କର ସବୁ କରାନ୍ତି। ଇଏ ଅନୁରୂପ ଭକ୍ତ ମାନଙ୍କୁ ଏମାନେ ଗୁମରାହ କରୁଛନ୍ତି। ତେଣୁ ଏଙ୍କୁ କଠୋର ଶାସ୍ତି ଦିଆଯିବା ଦରକାର। ଏବଂ ଆଉ ଗୋଟେ କଥା ଆପଣ ମାନଙ୍କ ଜରିଆରେ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ସାମ୍ନାରେ ରଖିବି ଯେ ଏଇଟା ଯେହେତୁ ଆରମ୍ଭ ହେଇଛି, ପୂର୍ବ ଦିନରେ ସୁର ସାରଥୀ ପ୍ରସଙ୍ଗ ଆମେ ଜାଣିଲେ, ସୁର ସାରଥୀ ପ୍ରସଙ୍ଗ ବର୍ତ୍ତମାନ ଜେଲ ଶିକଞ୍ଜାରେ ପଶିଲା ପରେ ବି ଆଜି ବି ଭାବ ବିହ୍ୱଳ ଭକ୍ତ ହେଇକି ସାରଥୀ ବାବା କହୁଛନ୍ତି, କଞ୍ଜାଏ ଅଛନ୍ତି, ଯିଏ ଦୋବନ ଖାଇଛନ୍ତି। ଇଏ ସେମିତି ଯେତେ ଲୋକ ଏଇ ମାଳିକାକୁ ନେଇକିରି ବିଭିନ୍ନ ଘରୋଇ ଚ୍ୟାନେଲରେ ପ୍ରବଚନ କରୁଛନ୍ତି, ଯିଏ ତାଙ୍କର ପ୍ରଡ୍ୟୁସର ବି ସିଏ ଏକ୍ସପର୍ଟ ନୁହନ୍ତି। ସେ ଇଏ ପ୍ରକୃତ ମାଳିକା ଗ୍ରନ୍ଥ କି ଯାଇ ଫୁଲ ଗୀତ କି କପୋଳ କଳ୍ପିତ ଗୀତ ଛନ୍ଦ ପକେଇକି ବୋଲୁଛନ୍ତି। ପ୍ରକୃତ ମାଳିକାକୁ ସମସ୍ତେ ଆଗ ଲୋକଲୋଚନକୁ ଆଣନ୍ତୁ। ଅଚ୍ୟୁତାନନ୍ଦ ମହାପୁରୁଷ କେତେ ବଡ ମହାପୁରୁଷ, ସିଏ ସିଦ୍ଧ ପୁରୁଷ, ତାଙ୍କ କଥାକୁ ଭ୍ରମାତ୍ମକ କରିକିରି କଳିଯୁଗ ସରିଯିବ, ସତ୍ୟ ଆସିଯିବ, ଯୁଗ ପୁରୁଷ ଜନ୍ମ ହେଇଗଲେ 12 ଘର 13 ମାସ ବିଭିନ୍ନ କଥା ବୁଝଉଛନ୍ତି। ତେଣୁ ମାଳିକା ପ୍ରତି ଆମେ ସାବଧାନ ରହିବା। ଏ ମାଳିକା କଥାବାଚକଙ୍କୁ ସମ୍ପୂର୍ଣ୍ଣ ଭାବରେ ମାଳିକା ଗ୍ରନ୍ଥ ସହିତ ଏମାନେ ସଂଶ୍ଳିଷ୍ଟ ଜଡ଼ିତ ବା ଉଚିତ ଉପଯୁକ୍ତ ତାର ଯଥାର୍ଥ ଅର୍ଥ କରୁଛନ୍ତି କି ଭିନ୍ନ ଅର୍ଥ କରୁଛନ୍ତି, ତାହା ବି ବର୍ତ୍ତମାନ ପ୍ରାୟୋଗିକ ବୁଝିବା ଆବଶ୍ୟକ। ତାହେଲେ ଆଉ ଗୁମରାହ ହବନି ବା ଧର୍ମରେ ଇଏ ବିଡ଼ମ୍ବନା ହବନି। କିନ୍ତୁ କାଶୀନାଥ ମିଶ୍ର ନାମକ ବ୍ୟକ୍ତି ଆଉ ସେଇ ଯୋଉ ପାଣ୍ଡବ ପରିଡ଼ା ବା ଯୋଉମାନେ ତାଙ୍କ ସହିତ ସଂଶ୍ଳିଷ୍ଟ, ସେମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ
ଆଉ ଧର୍ମ ନାଁରେ ଯେତେ ବେଆଇନ ଆଶ୍ରମ ନିର୍ମାଣ ହେଇଛି, ଯେତେ ବେଆଇନ ଆଶ୍ରମ ଧର୍ମ ନାଁରେ, ଏକୁ ସବୁ ବର୍ତ୍ତମାନ ସରକାର ତାକୁ ସବୁ ସଠିକ ନିରୂପଣ କରୁ, ଯାଞ୍ଚ କରୁ, ସବୁ ଡୋଜର ଲଗେଇକିରି ଭାଙ୍ଗୁ, ତାହେଲେ ଏମାନଙ୍କର ଅସ୍ତିତ୍ୱ ନଷ୍ଟ ହବ।